ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣୀ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ। 14/2/2026 ତାରିଖ ଜାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣୀ ସଂଘର ଉପସ୍ଥିତିରେ ବାର୍ଷିକ ଆୟବ୍ୟୟ ବାବଦରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ସଂଘ ପକ୍ଷରୁ ଦହି ସରବତ ବଣ୍ଟନ ପାଇଁ ନିଷ୍ପତ୍ତି ନିଆଗଲା। ତା ସହିତ ସଂଘ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ପାଇଁ ସ୍ଥିର କରାଗଲା। ଅଧ୍ୟ ସଭାର ସଭାପତି ଶ୍ରୀଯୁକ୍ତ ତୋଫାନ କୁମାର ସାହୁ ସଭା ପରିଚାଳନା କରିଥିଲେ ଏବଂ ସର୍ବଶେଷରେ ସହ ସମ୍ପାଦକ ଶ୍ରୀଯୁକ୍ତ ମହେଶ୍ୱର ସାମଲ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଇଥିଲେ। ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ, RM ନ୍ୟୁଜ୍। ଜୟ ଜଗନ୍ନାଥ। ଢେଙ୍କାନାଳ ବନ୍ଧୁକଧାରୀ କଲ୍ୟାଣ ସଂଘର ସମ୍ପାଦକ ଗିରିଶ ଚନ୍ଦ୍ର ମହାଳିକ ଆଜି ଢେଙ୍କାନାଳ ବନ୍ଧୁକଧାରୀ କଲ୍ୟାଣ ସଂଘର ଢେଙ୍କାନାଳ ଜାଉଁରି ପୋଖରୀ ମଠଠାରେ ଆମର ଏକ ବୈଠକ ଜରୁରୀକାଳୀନ ବୈଠକ ହୋଇଥିଲା। ବୈଠକରେ ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ଏବଂ ଆଜିର ସଭାରେ ସଭାପତିତ୍ୱ କରୁଥିବା ଶ୍ରୀ ତୋଫାନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜନ କରାଯାଇଥିଲା। ଏଥିରେ ଆମ ଢେଙ୍କାନାଳ ଆର୍ମଗାର୍ଡ ସଂଘର କିଭଳି ସଂଗଠନ ଆଗକୁ ଦୃଢ଼ୀଭୂତ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ସଂଘର ଆୟବ୍ୟୟ ହିସାବପତ୍ର ସମ୍ପାଦକ ମହୋଦୟ ଆଲୋଚନା କରି ସମସ୍ତଙ୍କୁ ହିସାବପତ୍ର ଦେଇଥିଲେ। ଆଗାମୀ ଦିନରେ ଢେଙ୍କାନାଳ ଆର୍ମଗାର୍ଡ ସଂଘର କିଭଳି ଭାବରେ ଆଗକୁ କାର୍ଯ୍ୟକ୍ରମ ହେବ ଏବଂ ଜନହିତକର କାର୍ଯ୍ୟ କରିବା ପାଇଁ ସଂଘରେ ଆଲୋଚନା କରାଯାଇଥିଲା ଏବଂ ପ୍ରଶାସନିକ ସ୍ତରରେ ଢେଙ୍କାନାଳ ଆର୍ମଗାର୍ଡ ସଂଘର ସମସ୍ତ ସୁରକ୍ଷା କର୍ମୀମାନଙ୍କ ସୁରକ୍ଷା ନିମନ୍ତେ ଆଲୋଚନା କରାଯାଇଥିଲା।